চাষীর ধান যা আমার দাবি আমার দাবি ধার্য দাবি সরকার তুমি মানি নিও। ফেব্রুয়ারি 21 লোক সমস্তଙ୍କର ଧାନ ଯାଇ ସାରିଲାଣି କିନ୍ତୁ ଆମର ଏପର୍ଯ୍ୟନ୍ତ ଧାନ ଯାଇନି। ଆମେ ଲେଡ଼ିଜ୍ ଲୋକ ଆମ ସ୍ୱାମୀ ଦାଦନ ଖଟିବାକୁ ବାହାରେ ରହିଛନ୍ତି। ଆମକୁ ଏପର୍ଯ୍ୟନ୍ତ କିଛି ନ୍ୟାୟ ମିଳିଲାନି। ସେ କେତେ କେତେ ଦୌଡ଼ିବେ ସମସ୍ତେ କେତେ ପାଖକୁ ଦୌଡ଼ି ଆସିକି କରିବା ପାଇଁ। ଲେଡ଼ିଜ୍ ଲୋକ ଘରେ ଚାଷୀ ଏଇ ଘରେ କେହି ନାହାନ୍ତି ତାର। ମାର୍ଚ୍ଚ ମାସ ସରିଲାଣି, ମଣ୍ଡି ଅବଧି ସରି ଆସିଲାଣି। ଆମ ସମିତିର 180 ଜଣ ଚାଷୀର ବର୍ତ୍ତମାନ ଟୁକୁନ ଥାଇ ବି ଧାନ ଯାଇପାରୁନି। ବଡ଼ ଦୁଃଖର ବିଷୟ। ସରକାର ହେଉଛି ବର୍ତ୍ତମାନ ବି କିଛି ବ୍ୟବସ୍ଥା କରୁନାହାନ୍ତି। ଆମେ କଲେକ୍ଟର କରିଥିଲୁ, ଏସ୍ପିକି ବି କରିଥିଲୁ, ଯୋଗାଣ ବିଭାଗକୁ କରିଥିଲୁ, ସବ୍ କଲେକ୍ଟର ବି କରିଥିଲୁ, ହିନ୍ଦୋଳ ଥାନାବାଲାକୁ ବି କରିଥିଲୁ। ଏଣୁ ବର୍ତ୍ତମାନ କିଛି ବ୍ୟବସ୍ଥା କରାଯାଉ ନାହିଁ। ସେଥିପାଇଁ ରାଜରାସ୍ତା ଆମେ ଅବରୋଧ କରିବାକୁ ଚାହିଁଲୁ। ଏଇଥିପାଇଁ କହିବୁ ଆମେ ଏଠି ଆମର ଚାଷୀ ସମସ୍ତ ଚାଷୀ ଉପରେ ଓଡ଼ିଶା ସରକାର କୁହନ୍ତୁ, ବଡ଼ା ଗ୍ରାମ କୁହନ୍ତୁ, ହାତରା ପଞ୍ଚାୟତ, ଚାଷୀ ବହୁଳ ରାଜ୍ୟ। ଚାଷୀ ସବୁବେଳେ ଚାଷୀ ନିର୍ଭର କରେ। ଚାଷୀଟି କେମିତି ଧାନ ତାର ଅମଳ କରିବ, କେମିତି ତାର ସୁରକ୍ଷିତ 2 ପଇସା ପାଇଲେ ସେ ତାର ଚାଷୀଟି ପୁଣି କାହାକୁ ଧାନ ଆଣିକିରି ଚାଷବାସ କରୁଛନ୍ତି। ପୁଣି ସେମାନେ ବାହାର ଖଟିବା ପାଇଁ ଦାଦନ ଖଟିବା ପାଇଁ ଯାଉଛନ୍ତି। ନାରୀମାନେ ଦେଖନ୍ତୁ, ନାରୀମାନେ ଆଇକିନି ବସୁଛନ୍ତି, ତାକୁ ଧାନଟି ଏପର୍ଯ୍ୟନ୍ତ ଗଲାନି। ସେମାନେ କେତେ ଦୁଃଖ ହେଇକିନି ପଞ୍ଚାୟତ ସାମ୍ନାରେ ଦୁଃଖ ଜଣାଉଛନ୍ତି, ତଥାପି ସେ ଯାଇପାରୁନି। ତେଣୁ ଆମର ରିକ୍ୱେଷ୍ଟ ହେଉଛି କି ଆମ ଧାନଟି କେମିତି ସୁରକ୍ଷିତରେ ଗଲେ ସେ 2 ପଇସା ପାଇଲେ। ଧାନ ଆଜି କାହାର ପୋକ ହେଇଗଲାଣି, କାହାର ମଶା ଖାଇଗଲାଣି, କାହାର ଗୋବର ଖାଇଲାଣି। ସେ ରିକ୍ୱେଷ୍ଟ କରି କରି ସେକ୍ରେଟାରୀ ବାବୁ କେହି ଶୁଣୁନାହାନ୍ତି, କିଛି ଆମ କଥା କେହି ଶୁଣୁନାହାନ୍ତି ବିଲକୁଲ। ସବୁ ଯେଉଁ ଟୋକନ ଗଲେ ଯାହାର ଯାଇଛି, ବଡ଼ ବଡ଼ିଆ ଲୋକମାନେ ଯାହାର ଚାଷୀମାନେ ପଡ଼ିଛନ୍ତି, ଯାହାର ଚାକିରିଆମାନେ ସେମାନେ ପାଇ ଯାଇସାରିଲାଣି। ତେଣୁ ଆମ ଚାଷୀମାନେ ସମସ୍ତେ ଅନୁରୋଧ କରୁଛୁ କି ଧାନ କେମିତି ଗଲେ ସେମାନେ ସୁରକ୍ଷିତ 2 ପଇସା ପାଇବେ, କିନ୍ତୁ ଏପର୍ଯ୍ୟନ୍ତ ଯାଇପାରିଲାଣି। ତେଣୁ ତାର ବ୍ୟବସ୍ଥା କରାଯାଉ। ଆମର ସବୁ ସେକ୍ରେଟାରୀ ବାବୁ ଆସନ୍ତୁ, ତାପରେ ସବ୍ କଲେକ୍ଟର ଆସନ୍ତୁ, ଏଠି ସମସ୍ତେ ଆସନ୍ତୁ, ସମାଧାନ ହେଉ, ଚାଷୀ ସମସ୍ତେ ଉପକୃତ ହେବେ।